ବାପା ମୋର ଜନ୍ମ 3 ମାସ ପରେ ସେ ଆଖି ବୁଝିଦେଲେ। ମାଟା ବିଧବା ମାଟା କଣ ଆଉ କହିଥାନ୍ତା ମୋ ପାଇଁ। ବହୁତ କଷ୍ଟରେ ମୁଁ ପାଠ ପଢିଛି, ଯାଉ ଏତିକି ହେଲେ ବେଶୀ ନ ପଢିବି। ମତେ ସେଇଟା ଖୁସି ଦିଆ ହଉଛି ବର୍ତ୍ତମାନ, ସେଇଟା ଖୁସି ଲାଗୁଛି। ଦିନେ ଏମିତି ପଣ୍ଡିତ ରଘୁନାଥ ବାବୁଙ୍କ ପାଖରେ ଭେଟିବା ପାଇଁ ଯାଇଥିଲି। ସେ ମତେ କହିଲେ ଚରଣ ବାବୁ ଲାଗିଥାନ୍ତୁ, ତୋର ମୂଲ୍ୟ ପାଇବୁ, ବହୁତ ବଡ ମୂଲ୍ୟ, ଯାହାକି ତା ହାତ ପାଇବ ନାହିଁ। ତୁ ଛାଡିବୁ ନାହିଁ କେତେବେଳେ ବି। ତୁ ତୋ କାମ ତୁ ଦେଖିବୁ, ଜାତିର କାମ ତୁ ରଖିବୁ, ମାନ ରଖିବୁ। ମୁଁ ସେଇଟାକୁ ପାତାୟ କରି ଆଜି ଆଗେଇଛି, ତାକୁ ଲକ୍ଷ୍ୟ କରି। ଯାହା ହଉ ମୁଁ ଦେଖିଲି, ଏବେ ମୁଁ ଜାଣିଲି ଏଇଟା ହିଁ ଗୁରୁଙ୍କ ମତେ ଦିନେ କହୁଥିଲେ, ତୋର ମୂଲ୍ୟ ପାଇବୁ। ମୁଁ ପାଇଛି, ଯାହାକି ଆପଣ ମାନେ ଦେଖି ପାରୁଛନ୍ତି ଚକ୍ଷୁରେ। ଆପଣ ନିଜେ ବି କହିପାରୁଛନ୍ତି ମଫସଲ ଗାଁରୁ ମୁଁ କେମିତି ପାଇଲି, କେମିତି ପାଠ ପଢିଲେ। ମୋର ପାଠ ସାର୍ ନାହିଁ, ମୁଁ ପାଠ ପଢି ନାହିଁ କହିଲେ ଠିକ ହବ। କାହିଁକି ନା ମତେ ବହି ଖାତା କିଣିବା ପାଇଁ ବି ପଇସା ନାହିଁ। ସେ ସମୟରେ ସାର୍ ଆମର ଫ୍ରି ଏଜୁକେସନ ନଥିଲା। ମତେ ସିଲେଟ ଖଣ୍ଡେ କିଣିଦେଲେ ଖଡି ନଥିବ, କାଗଜ କିଣିଦେଲେ ଖାତା ନଥିବ। କାଳି ଦୁଆତରେ ଆମେ ଲେଖୁଥିଲୁ ପାଠ। ଆଉ ମୁଁ ଯେତେ ହେଲେ ବି ଆଦିବାସୀ ଲୋକ ନା, ମୁଁ ଓଡିଆ ପଢିବା ପାଇଁ ମୁଁ ବହୁତ କଷ୍ଟରେ ପାଠ ପଢିଛି। ଆଉ କେମିତି ବୁଝି ପାରୁନଥିଲି, ସାର୍ ମାନେ ସବୁ ବାହାରୁ ଆସନ୍ତି, ସେ ଓଡିଆ ଲୋକ, ବ୍ରାହ୍ମଣ ଲୋକ, ଆଉ ଏତେ କଷ୍ଟ କରି ସାର୍ ଏଇଟା ଆଗେଇ ନେଇଛି। ଦିନେ ତାଙ୍କୁ ଆଶୀର୍ବାଦ ବି କରିଥିଲେ ଯେତେବେଳେ ସେ ଆଇଟିଆଇ କରୁଥିଲେ ତପତପୁରରେ ନା। ଆଜ୍ଞା। ତ ସେତେବେଳେ ଗୁରୁ ଗଙ୍କେ ଦେଖନ୍ତୁ ତାଙ୍କୁ ଆଶୀର୍ବାଦ କରିଥିଲେ, ତାର ଫଳ ଏବେ ପାଇଛନ୍ତି। ଯାହାର ସେ କହୁଛନ୍ତି ଯେ ତାକୁ ଟେକିଲେ ଟେକି ହେବ ନାହିଁ, ସେମିତି ପୁରସ୍କାର ପାଇବ। ତାପରେ କ'ଣ କହିଲେ? ସେଇଟା ମାନେ ଟେକିଲେ ଟେକି ହେବ ନାହିଁ, ପାଇବ ନାହିଁ। ହାତ ବି ଏତେ ଉଚ୍ଚ ଯେ ତାକୁ ପାଇବ ନାହିଁ। ତ ସେଇଭଳିଆ ହିଁ ପୁରସ୍କାରଟି ପାଇଛନ୍ତି। ଆପଣଙ୍କର ଗାଁରେ ସେ ଗୀତ ତ ଦେଇଥିଲି, ଆପଣ ସେଇ ଗୀତ ଭୁଲି ଯାଇଥିବେ। ମୁଁ ସେଇଟା ଗାଇବି ବୋଲି ଭାବୁଛି। ବାବୁ ବଦଲା ଜଙ୍ଗ ବାବୁ ବଦଲା, ବାବୁ ବଦଲା ଜଙ୍ଗ ବାବୁ ବଦଲା, ମାଗନା ମାମନା। हाय फ्रेंड्स, नमस्कार, जय जगन्नाथ। आपण मैंने केमती अच्छी आशा कर भलरे थे, मुझे भलरे अच्छी। तो पुणी थे गोटे नुआ भिडियो आपको स्वागत करुच्ची। आज भिडियो बहुत खास होगा जाऊँगी। एवं मु रेडी हो गलनी, एवं बाहरी। आदिवासी लेखारे से पद्मश्री पुरस्कार पाइथिले, तांको पाखक एवं बाहरी छु। आ बहुत एवं मु बाहरी रायरंगपुर को। आ रायरंगपुर बहुत खुशी कथा, गर्व आनी से होती आदिवासी लेखक। आउ से पद्मश्री पुरस्कार पाइछंती एई किछि दिन पूर्व जनवरी 26 रे। तो बहुत खुशी लगुच, रायरंगपुर पाई बहुत गर्वर कथा। आउ तो एबे मु बाहरी तांको पाखकू, आउ तांको सहित किछि कथबार्ता हेबा, केमती कोन से स्ट्रगल करिथिले, किछि तांको विषय जानिबा। तो जीवा एबे कॉलेज छकरू टिके आगू आसली। आउ एठू तांको घर को एपटकू अछि रास्ता, पद्मश्री चरण हेम्ब्रमको घर को। तो फ्रेंड्स एबे मु बाहरी आउ कॉलेज छकरू 300 मीटर आगू आछि। आउ 1 किलोमीटर पर तांको घर को अछि पद्मश्री चरण हेम्ब्रमको घर को। तो जब आम पहुँची गलु तांको घर को, देखते जो पद्मश्री पुरस्कार पाइथिले चरण हेम्ब्रमको घर को। तो फ्रेंड्स देखि पारथिबे मु एबे पहुँची जाइछि नुआ गाँ, रायरंगपुर कॉलेज छकरू 1.5 किलोमीटर। फाइनली फ्रेंड्स एबे पहुँची जाइछु तांको घर को। देखंतु एमती अछि तांको घर। आउ तांको सहित किछि कथबार्ता हेबा, केमती कोन से स्ट्रगल करके एते पर्यंत पद्मश्री पुरस्कार पर्यंत पहुँचे छंती, से विषय किछि कथबार्ता हेबा। तो एबे सारंको सहित देखाई गला। एबे देखंतु तांको छात ऊपर नमस्ते। एक्चुअली आम आसीलु पद्मश्री पुरस्कार पाई आमर सारंक पाखु। तो ये आम रायरंगपुर बहुत गर्वर कथा जे आज पूरा रायरंगपुर अंचल पूरा ओडिशार लोक एवं गर्व करुँच। कहीं पंडित रघुनाथ मुर्मूंकर जो
ଅଲଚିକି ଲିପି ସେ ଲେଖିଥିଲେ ଆଜି ପୁରା ପୁରା ଅଞ୍ଚଳକୁ ରାଇରଙ୍ଗପୁରକୁ କହିବା ପାଇଁ ଗଲେ ତ ଏଠି ରାଇରଙ୍ଗପୁରର ଲୋକ ତ ଅଲଚିକି ଏବେ ପ୍ରତ୍ୟେକ ଜାତିର ଲୋକ ପ୍ରତ୍ୟେକ ମାନେ ସମ୍ପ୍ରଦାୟର ଲୋକ ଏଠି ଶିଖିଲେଣି ଆଉ ଏଇଟା ଗୋଟେ ପବିତ୍ର ଭୂମି ଯେଉଁଟା ଡାଣଭୋଜ ଆଉ ତାଙ୍କରି ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଫଲୋ କରି ଆମର ସାର୍ ଆଜି ଦେଖନ୍ତୁ କେତେ ଷ୍ଟ୍ରଗଲ୍ କରି ଆଜି ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି। ପ୍ରଥମ ତ ଆପଣଙ୍କୁ ଏଇଟା ପଚାରିବା ଯେ ଆପଣ କେତେ ଖୁସି ଅଛନ୍ତି? ମୁଁ ବହୁତ ଖୁସି ବହୁତ ଖୁସି ନା? ହଁ ସବୁରୁ ବେଶୀ ଖୁସି ଅଛନ୍ତି ଆମ ଅଞ୍ଚଳର ଆଜ୍ଞା କାହିଁକି ଏଇଟା ବହୁତ ବଡ଼ ଗର୍ବର କଥା ଯେ ଆମେ ରାଇରଙ୍ଗପୁର ମାନେ ଗୋଟେ କହିବା ପାଇଁ ଗଲେ ବହୁତ ପଛୁଆ ଜାଗା ଏଟା କିନ୍ତୁ କେହି ଲୋକ ଜାଣିନାହିଁ ଏବେ କିନ୍ତୁ ମ୍ୟାଡ଼ାମ୍ ଦ୍ରୌପଦୀ ମୁର୍ମୁ ବି ଏଠି ରାଷ୍ଟ୍ରପତି ହେଇକରି ଗଲେ ସେଇଟାରେ ବି ରାଇରଙ୍ଗପୁରକୁ ଜାଣିଲେ ଆଉ ଆପଣ ଏଠି ଆସିଲେ ଏବେ ଆଉ ସବୁରୁ ବେଶୀ ଗର୍ବର କଥା ଯେ ପଣ୍ଡିତ ରଘୁନାଥ ମୁର୍ମୁ ଯିଏକି ଆମର ରାଇରଙ୍ଗପୁର ଗର୍ବ କରୁଛି ତିନିଟା ଆମେ କହିବା ପାଇଁ ଗଲେ ଷ୍ଟାର୍ ପାଇଲୁ ପଣ୍ଡିତ ରଘୁନାଥ ମୁର୍ମୁ ନାଁରେ ପାଇଲୁ ଏଠି ମ୍ୟାଡ଼ାମ୍ ଦ୍ରୌପଦୀ ମୁର୍ମୁ ଆଉ ଏଠି ଆପଣଙ୍କର ତ ପଦ୍ମଶ୍ରୀ ପୁରସ୍କାର ପାଇବାଟା ଏତେ ସହଜ ନାହିଁ ଏଇଟା ବହୁତ ମାନେ ବହୁତ କଷ୍ଟ ବହୁତ ପରିଶ୍ରମ ବହୁତ ଷ୍ଟ୍ରଗଲ୍ କରାହେଇଛି ତ ଆପଣ ଓଡ଼ିଆ ଗୀତ ବି ଲେଖୁଛନ୍ତି? ହଁ ଓଡ଼ିଆ ଗୀତ ବି ଲେଖିଛି ବି ଢେର ଗୁଡ଼ା ଆଉ ପିଲାମାନଙ୍କୁ ଆପଣ ତ ଓଡ଼ିଆ ସ୍କୁଲରେ ହଁ ସେମାନଙ୍କୁ ନାଚ ଶିଖେଇବା ଗୀତ ଶିଖେଇବା ଏଇଗୁଡ଼ା ମୋତେ ଦୁଷ୍ଟ ଆସିଥିଲା ପ୍ରତି ସ୍କୁଲକୁ ଯାଇକି ମୁଁ ଶିଖାଏ ଆଉ ତାମାନେ ଆମର ଦ୍ରୌପଦୀ ମ୍ୟାଡ଼ାମ୍ ଅଛନ୍ତି ବୋଲିକରି ମୁଁ ପାଇଯିବି ସେମିତି ନୁହଁ ନାଇଁ ନାଇଁ ସେଇଟା ନାଇଁ ଏଇଟା ଆକ୍ଚୁଆଲି ଆପଣଙ୍କର ପରିଶ୍ରମର ଫଳ ଆକ୍ଚୁଆଲି ମୁଁ ଆପଣଙ୍କର ଟିକେ ବାଲ୍ୟକାଳରୁ ଟିକେ ଜାଣିବା ପାଇଁ ଚାହୁଁଛି ଯେ ଆପଣ ଛୋଟବେଳୁ ମୁଁ ଶୁଣିଛି ଗାଁବାସୀ ଯେତେ ଅଛନ୍ତି ଆଜ୍ଞା ବୃଦ୍ଧ ଲୋକ ଯେମିତି ରାମକୃଷ୍ଣ ବାରିକ ଆଜ୍ଞା ସେ ବି ମୋତେ କହିଛନ୍ତି ଆପଣଙ୍କ ଆଗରୁ କହୁଛି ସେ ଜଣେ ଭଲ ମାନେ ଗୀତ ଲେଖନ୍ତି ଆଉ କହିଥିଲେ ଯଦି ସାନ୍ତାଳୀ ଗୀତ ଦରକାର ତାହେଲେ ସେ ବହୁତ ଭଲ ଲେଖକ ଆଉ ଭଲ ଗୀତ ବି ଲେଖନ୍ତି ଆଉ ତାଙ୍କ ସହିତ ଟିକେ ଯୋଗାଯୋଗ କରିବେ ବୋଲି ମୋତେ କହିଥିଲେ ଆଜ୍ଞା ଗୀତ ଲେଖିଥିଲି ଝୁମର ବି ଲେଖିଛି ହଁ ଝୁମର ବି କତା ଲେଖିଛନ୍ତି? ଗୀତ ଝୁମର ହଁ ଏଗୁଡ଼ା ସବୁ ଲେଖିଛି ଏବଂ ତାକୁ ଦେଇଛି ସେ ଗାଇଛି ମୁଁ ଏଇଟା ପାଇବା ଆଶାଟା ପ୍ରକୃତରେ କିଛି ଗୋଟେ ବଡ଼ ଜିନିଷ ପାଇବି ଏବଂ ମୁଁ ଲୋକଙ୍କ ଭଳିଆ ବଡ଼ କିଛି କାମ କରିବି ଏଇ ଆଶାଟା ଥିଲା ତ ମୋତେ ଯେଉଁ ସମ୍ମାନିତ କରାଯାଏ ଗାଁ ସ୍କୁଲମାନଙ୍କରେ ଅନ୍ୟାନ୍ୟ ସ୍କୁଲମାନଙ୍କରେ ଦୂର ଦୂରାନ୍ତରେ ସେଗୁଡ଼ା ମୁଁ ସାଇତି ରଖିଥାଏ ଇଚ୍ଛା କଲେ ତ ମୁଁ ଚିରିକି ଫିଙ୍ଗି ଦେଇଥାନ୍ତି ଓହୋ ସବୁ ଗୁଡ଼ାକ ମାନେ ମୁଁ ସାଇତି ରଖିଛି ଫାଇଲ୍ରେ ସେଗୁଡ଼ା ସଜେଇ କରି ରଖିଛି ଏବେ ବି ସେଗୁଡ଼ା ଜଳ ଅଛି ଏତିକି ଆପଣଙ୍କ ଶିଶୁ ମନ୍ଦିର କଥା କୁହନ୍ତୁ ଆଉ କେଉଁଠି କୁହନ୍ତୁ ତ ଏମିତିକିରି ମୋର ଆଶା ଅଛି ମୁଁ ରଖିଥିବି ସେଗୁଡ଼ାକ ନା ମୋତେ ନ ଦିଆଗଲା କିଛି ନାହିଁ ସେଟା ସାଙ୍ଗରେ ମୋର ଦୁଃଖ ନାହିଁ ଆଚ୍ଛା ମୋ ଦାୟାଦ ମାନେ ମୋ ବଂଶମାନେ ଦେଖିବେ ଏତେ ଜିନିଷ ଗୋଟେ ଫିଙ୍ଗି ଫୁଙ୍ଗା ଦେଇନାହାନ୍ତି କି ଛିଡ଼େଇ ଛିଡ଼େଇ ଦେଇନାହାନ୍ତି ତ ଏଇଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ପାଥେୟ କରି ମୁଁ ଆଗେଇ ଚାଲିଛି ଆଉ ତାଙ୍କର ହିଁ ଯେଉଁ କର୍ମ ସେଗୁଡ଼ା ମୁଁ ପ୍ରଚାର ଏବଂ ପ୍ରସାର କରୁଛି ଆପଣମାନେ ତ ଟିକେ ହେଲେ ବି କିଛି ଅଭିଜ୍ଞ ଲୋକ ଏମିତି ବି ମୂର୍ଖ ଲୋକ ଅଛନ୍ତି ସେମାନେ କିଛି ବୁଝିପାରନ୍ତିନି ସେମାନଙ୍କୁ ଓଲ୍ଡ ଶିଖେଇ ସେଥିରେ ହେଲେ ବି ତାଙ୍କର ଅନ୍ଧବିଶ୍ୱାସ ଦୂରୀକରଣ ପାଇଁ ଚେଷ୍ଟା କରୁଛି କିଛି ଲୋକ ପରିବର୍ତ୍ତନ ବି ହେଇଯାଇଛନ୍ତି ତ ଏଇଟା କରିବାରୁ ମୋତେ ଭଲ ଲାଗୁଛି ଆଉ ଆପଣମାନଙ୍କର ଭଳିଆ ଆପଣଙ୍କ ସାଙ୍ଗରେ ତ ସମ୍ପର୍କ ନଥିଲା କେବେ ବି କିନ୍ତୁ ମୁଁ ଖୁସି ହେଉଛି ଆପଣ ଆସି ମୋ ପାଖରୁ କିଛି ଜିନିଷ ନେଉଛନ୍ତି ବାଲ୍ୟକାଳରୁ ମୁଁ କ'ଣ ବୁଝୁଥିଲି ଏଇ ସମ୍ପର୍କରେ କ'ଣ ଇଏ ଚର୍ଚ୍ଚା କରୁଥିଲି ତ ସେଇଟା ଆମର ତ କଳା ହିଁ ମୁଁ ଭାବିଛି ମୁଁ ଲିପିକୁ ପ୍ରଚାର ପ୍ରସାର କରିବି ଏବଂ ଶିକ୍ଷା କିଛି ଦେବି ଆମର ଜନବସତିରେ ଆଉ ସେମାନଙ୍କୁ ସଂସ୍କୃତି ସାଙ୍ଗରେ ଜଡ଼ିତ କରିବି ଯାହାକି ସଂସ୍କୃତି ବି ସେମାନେ କିଛି ଜାଣନ୍ତୁ ଶିଖନ୍ତୁ ଧରନ୍ତୁ ଆପଣଙ୍କର ଟୁସୁମା ଆପଣ ଯଦି ନ କରନ୍ତେ ଲୋକ ଜାଣନ୍ତେ କି ନା ନା ନିଜର ଭାଷା ଆଉ ସଂସ୍କୃତିକୁ ନେଇକରି ଜାତି ଯଦି ଭାଷା ଆଉ ସଂସ୍କୃତି ନ ରହିଲେ ତାହେଲେ ଜାତିର ଭ୍ୟାଲୁ କିଛି ନାହିଁ ତେଣୁକରି ଆପଣଙ୍କୁ ତ ବହୁତ ବହୁତ ଧନ୍ୟବାଦ ଦେବି ଯେ ଆପଣ ଯେ ଆଜି ସମାଜକୁ ଗୋଟେ ଶିକ୍ଷା ଦେଇଛନ୍ତି ଆଜ୍ଞା ମାନେ ଏଜୁକେସନ୍ ଆଉ ସାହିତ୍ୟ କ୍ଷେତ୍ରରେ ଆଜ୍ଞା ଯେଉଁ ମାନେ ଆପଣ ଦେଖେଇଛନ୍ତି ଆଜି ଆଜ୍ଞା ଯାହାଫଳରେ ଆପଣ ଆଜି ଏତେ ବଡ଼ ପୁରସ୍କାର ପାଇଛନ୍ତି ଆଜ୍ଞା ଆପଣଙ୍କର ଲାଙ୍ଗୁଏଜ୍ରେ ମଧ୍ୟ କିଛି କୁହନ୍ତୁ ଯେ ସମାଜର ଲୋକମାନେ
ଆପଣ ଭାଷା ଆଉ ମାନେ ସାହିତ୍ୟ ଶିକ୍ଷା କ୍ଷେତ୍ରରେ ଆପଣ ପାଇଲେ ଆଜ୍ଞା ଆଜ୍ଞା ତ ଆପଣଙ୍କୁ ଗୁରୁ ଭାବିକରି ସେମାନେ ବି କେମିତି ସେଇଭଳିଆ ଉପର ଷ୍ଟେପକୁ ଯାଇପାରିବେ ସେମାନଙ୍କୁ କିଛି ମାନେ ଉପଦେଶ ଦିଅନ୍ତି। सनम को जोहार अड़ी रस्करिया कथा ना तो खुशी कथा रस्करिया कथा अब आपे के तो बन रस्क पे जे लेकाते नवा जिनिस को तो नौका ही होता है उना खाटो माछा दी रोड़ा अड़ी बोलती तो कोई रोड़ा जे अब जहाँ के पर न्यामा जहाँ के ना सिर्फ लेका पर न्यामा बड़ी पौड़े ते को ओटा के उना तो बांग काते अब तो ओल तोल काते के जहाँ फंक्शन सुन करे नवा को तो दिमाग को दरकार सिर्फ लेकाते ओना को तो आदो जतन काते को तो होया आगाम दिन रे ओना मिदिन कमी रे लगा नो कमी रे लगावा कना बितिन इलाज सभी सभी कथा कना और अब जदि सेचेत बाबो अत्रेया अब अंधविश्वास तो बाय दूरी करो अब को चेदा काले काते चेत लेका ओका कथा ओका आसे चला कना और अब लाई लाचार जदि अब बाबो प्रचार बाबो चेदो के बाबो चेदा एनखान तो अब तो अर्सी रे को जेल बोन तो बाको नेल जाम बोना ᱦᱳᱭ ᱦᱳᱭ ओना लेका ᱱᱚᱣᱟ ᱵᱷᱟষᱟ ᱥᱟহিᱛᱛᱚ ᱫᱚ ᱟᱹᱨᱥᱤ ᱜᱮ ᱠᱟᱱᱟ अर्सी कना गे आदो ओना लेकाते नोआ को दो जोगाव जतन दो अड़ी दरकार ᱦᱳᱭ हो तीना गान क्षेत्र रे ओका को चो अरु फेरा हो अड़ी जरूरी ᱦᱳᱭ आदो ओना लगाते नय तबन आपे को ना आपे को हा गरो मेना इनके को मोसरी न्याम आपे हिन बढ़े पे आदो ओना लेकाते तबन गाबरोड को और इन अड़ी बोलती बांग्रोड सने केने चेदा से राजनीति से हो बासे नो ᱦᱳᱭ सने केने ᱨᱟᱡᱽᱱᱤᱛᱤ ᱥᱮᱫ ᱫᱚ ᱵᱟᱝ आदो बांग रे होगे आदो नुकिन बारह तो सरहद के बाध्य करा ओकोय आबो प्रधानमंत्री ᱦᱳᱭ जे आबो द्रौपदी मैडम नुकिना हो इ चेतारे गोड़ो गप्पो मेना तेन गुरु गप्पे किना अनुप्राणित ये नामेते आदो उनकिन तो एफर्ट किना उनका कथा ना उनकिन थुम मेना इन चेतारे उनकिन गिदी बांगन गुरु गमकी चे आरो बोंगा को ओरे इनको बाक दाड़ी ᱦᱳᱭ अरे तब आपे छूटक पे अड़ी जोर छूटक पे नवा चेतारे अब संस्कृति को दोया आजम लेखन पे कुछ यार उसके आपे क्लासिकल इंजन का अब संताड़ी ते ओना तो माननीय मुख्यमंत्री मांगी अब नवीन पटनायक उनी एम आकाश मन स्वीकृति सम्मान एम क्लासिकल ओना स्वीकृति एम आका चेदा ओना होते बाबू तारामा ओना लेकाते अब माने रू को बचे दो रू में लेकिन हारमोनियम केसियो organ जहाना के बुमेन के बानाम तिरियो तुंदा टमाक एनेक को सेरेंग को ओना आधाते को हुआ नोकाते इन अरविंद पाठ्यचक्र रे मिदिन एनुअल फंक्शन बाबत ते ओने एनेक इन के देखो था जनरल पूरी जनरल पड़ागे डांठा को लेकन था इन के देखो था मतलब क्लासिकल लेकाते ओना बेड़ा रे उन जोगे माने द्रौपदी मैडम तिकिन नहीं जाते ना ओरे टीचर ᱚᱱᱟ ᱥᱚᱝᱡᱳᱜᱽ ओना संजोग रे ᱛᱟᱦᱮᱸ तीन आश्चर्य लेकर संजोग आतो ओडे काते किन तिंगु कना दिना मैडम दूर बिनो किन बांग या कालेका आप सिंगे इंजरी के रख लेने कना आतो मुचे लेकिन मेन के सरम के लेकर नु जनरल पिला संताल के अच्छा हो अदिना मैडम ये लावी तो बिना नो लावी तो चेन अदिना बांग क्लासिकल मेना तो ना बोल मेना ओना लेकाते नुकु चेदे 1 2 3 4 5 6 7 8 9 नोका चेदे को जाओ ना इना भितर रे आरो कोनो भितर रे क्लासिकल मात्रा मेना मात्रा लेकाते तामी चेदा को मात्रा नो कना तब ओना लेका को चेद का ओना लेका को लु तम आस्तो दिना को जतो को छुट्टी है ना तो मैडम को बताए कना गाड़िया आम पिला को आपण संताई करते आमे देखु थिली आपण एति बढ़िया शिखेले से सार की ना सेटा हम कल्चर लोक से शिखेबा पई आछन से गुडे एति आछन शिखी डिटेल वो अरविंद ये कहंतु शिशु मंत्री जो जे डाकिला से जाय ता तो कर्तव्य से उडा काम सेक्रेटरी के नोनोकाते आपे को तबन ना को चेदो दो अड़ी जरूरी कना क्लासिकल कथा बो बुझवा ओना को लाइन अप कना ओना को हुई चाबा कना जो तो को अप्रूवल को एमका ओना को चेदा बो सदरा अब
माने कोंकलोरे को माने कुकुज कते बाबत है अब कमी बनिएला उरुम अब जतो कमी है अभी तो दिन में ना ओना दिन रे अब ना को चेक दाया आगाम दिन रे जपित में जतो हर के हुया कोआ इनहिन जपित आइन खना आदो आपे ना को साला बचा कते आपे बेस गुण को ओडक कते आपे ना कमी रे लगा चेतो इने गिन में तापे आपे कि गोगोस्टी ना दे चेक अच्छा मिटान कथा हुई कना ये जहाँ प्राइज भी नाम किया प्राइज मन हां प्रिय करो कटवा अब जो पुरस्कार की पाई है पद्मश्री पुरस्कार एरा तो समाज पाई गोटे बहुत बड़ शिक्षा आगे माने बहुत बड़ शिक्षा जे जे गोटे माने गाँव रु आसिकर आगे गोटे पद्मश्री पर्यंत यात्रा आगे এটা ବହୁତ ବଡ଼ ଶିକ୍ଷା ମାନେ ଆମର ସମାଜ ପାଇଁ ଆମର ଯେତେ ବି ରାଇରଙ୍ଗପୁରବାସୀ ପାଇଁ ଆମର ମୟୂରଭଞ୍ଜବାସୀ ପାଇଁ ଓଡ଼ିଶାବାସୀ ପାଇଁ ଆଉ ଭାରତବାସୀ ପାଇଁ आगे ଯେ ଗୋଟେ ମାନେ ଛୋଟରୁ ଷ୍ଟ୍ରଗଲ୍ କରି କରି ଆଜି ପଦ୍ମଶ୍ରୀ ପର୍ଯ୍ୟନ୍ତ ରାସ୍ତା ମାନେ କେତେ ବହୁତ କଠୋର, ଲମ୍ବା ରାସ୍ତା। ହଁ, ବହୁତ ଲମ୍ବା ରାସ୍ତା ତ ଗ୍ରାମବାସୀ କେତେ ଖୁସି ଅଛନ୍ତି ଆପଣ बहुत ବହୁତ खुशी ଖୁସି ନା बहुत खुशी फूल तड़ा आसी बेले कि विजय बाबू घर बढ़िया लोग गांधी जी एडଭୋକେଟ୍ ବିଜୟ आ सेतिकी एका तो कहबी नहीं बहुत खुशी ବହୁତ ଯେ ଆମେ- ସମସ୍ତେ अब କାହିଁକି ଆମେ ବି ଖୁସି ହେଲୁ ଯେତେବେଳେ ଟିଭିରେ ଦେଖିଲୁ ନା ଆମେ संपर्क रे बधाई रहिछु गारे ହଁ रहिछु ହଁ आ जे कोची कोका तू एते बाटो केमती चली गेलो एका चलो रे सांग ନାଇଁ ନାଇଁ हो आहरी बहुत लोक बहुत प्रकार भाषा आसला बहुत प्रकार भाषा माने खराब भाषा नु भलो ଭଲ बहुत संबोधना देले बहुत कथा कहले नाई आप हमको नमस्कार आम्ही ହଁ 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 ଆମର ସମ୍ପର୍କ ଯାହା ଥାଉ ନା କାହିଁକି ଆପଣ ଏତେ ବଡ଼ ଲୋକ ଆମ ଗାଁ ପାଇଁ ଇଜ୍ଜତ ରଖିଦେଲେ ଆଚ୍ଛା ଆପଣ କେତେ ବହି ଲେଖିଛନ୍ତି ବହି ଦେଖିକି ସେମିତି ଛୋଟା ବହି ଆଉ ଯେ ଏବେ ପ୍ରେସ୍ ଭିତରେ ଅଛି ବେଶ ଅଛି ଅଛି ଆପଣଙ୍କର ସେ ବହିର ନାମ ଗୋଟେ ଅଛି ଆପଣଙ୍କର ନାଇଁ ତାପରେ ଗୋଟେ ଅଛି ଲିପ୍ ଆଉ ମାନେ ଓଡ଼ିଆ ଦିବସ ସେଇଟା ପୁରା ଲେଖା ହେଇଛି ଯାହାର ମାନେ ଶହୀଦ ମାନଙ୍କ ପୁରା ଆଗ କାହାଣୀ ହଁ ହଁ ଆଉ ସେଟା କ୍ଲାସରେ ପଢ଼ା ହୁଏ ହଁ କୋର୍ସ ବହିଟା ମୁଁ ତ ଏଜୁକେସନ୍ ସେକ୍ରେଟାରୀ ମୋତେ ଯୋଗେଇବା ପାଇଁ ପଡ଼ିବ ଆଚ୍ଛା, ଆଚ୍ଛା। ବହିଟା ହିଁ ମାନେ ଆପଣ ଯୋଉଠି ଆଉ ତ କରନ୍ତୁ ଆଉ ଆଉ ଆପଣଙ୍କର ମାନେ ସୃଷ୍ଟିର ସନ୍ତତା ଆଚ୍ଛା ଠିକ୍ ଅଛି ତାର ସତ୍ୟତା କ'ଣ କ'ଣ ସତ୍ୟ ଆଉ ପଢ଼ିଲେ ଆପଣ ଜାଣିପାରିବେ ଆଜ୍ଞା ଆଉ ଆପଣଙ୍କର କୃଷି ଆରାମ ଏ ଦୁଇଟା ହେଉଛି ଗଭର୍ଣ୍ଣମେଣ୍ଟ କରି ଦେଇଛି ଗଭର୍ଣ୍ଣମେଣ୍ଟ ବିଷୟରେ ସେଟା ପ୍ରାଇଭେଟ ସେମାନେ ଲେଭେଲରେ ପାଠ ପ୍ରାଇମେରୀ ପଢ଼ାଉଛି ଲେଭେଲରେ ପାଠ ପଢ଼ା ଏବେ ତ ମାନେ ପ୍ରତ୍ୟେକ ସମ୍ପ୍ରଦାୟର ଲୋକମାନେ ଟିଚର ଅଛନ୍ତି ସାନ୍ତାଳୀ ଟିଚର ହଁ ସାନ୍ତାଳୀ ଟିଚର ଏଭଲେବଲ୍ ବି ପାଇଛନ୍ତି ପାଇଛନ୍ତି ତ ଚିକିଟାକୁ ମାନେ ଗୀତ ଜାଣିଛନ୍ତି ମୁଁ ତ ଶୁଣିଛି ଆପଣ ଗୀତ ଆଉ ବାଦ୍ୟର ନମ୍ବର ୱାନ୍ ନମ୍ବର ମାନେ ସବୁ ଜାଗାରେ ଗୀତ ଶିଖେଇଛନ୍ତି କିଛି ଗୋଟେ ଆଳାପଟା ମାନେ ହାଲକା ଫୁଲକା କର ମାନେ ସମସ୍ତଙ୍କୁ ଶିକ୍ଷା ଦେବା ନାଇଁ ଯାହା ଟିକେ ରହିଯିବ ଦିନେ ଏମିତି କଥା ମୋତେ ପଣ୍ଡିତ ରଘୁନାଥ ମୁର୍ମୁ କହୁଛନ୍ତି କହିଲେ ଗୁରୁବାବୁକେ ଜୟ ଆଉ ପିଲାମାନେ କଲେଜର ମୋର ଆଇଟିଆଇ କଲେଜର ତାହେଲେ ଟିକେ କଥା କରେଇବେ ଆମେ କଥା ହେବୁ ତ ମୁଁ କହୁଛି ଜୁହାରଲି ଗମକେ ଜୁହାରଲି बाखन पे जाकर बाग आले जो तोगतपुर आईटीआई बाकी पे ना बाप का अपने देखे तो होते तो ले हां कोई आपे भीतर चीजों की कोई नहीं चलो गुरु संगे संगे के से আচ্ছা मते को तुम के ताले कोई आले तो मार्केट भी नहीं जा मास्टर चरण बाबू तो केमती क्या ना चरण बाबू तुमके आले भी नहीं छो अभी न पूरा तो बिन न्यावन हा अड़ी मरंग जहाँ के तुलते पपिन तुल मैंने ओना और नील को नीला
ତାଙ୍କ ସଂସ୍ଥା ସେଇ ଆଶୀର୍ବାଦ ସେଇ ଆଶୀର୍ବାଦଟା ସେଇଟା ମୂଳଟା ତ ପୁରା ଏଇଟା ତ ବହୁତ ବଡ଼ କଥା ଯେ ଗୁରୁଗଙ୍କ ଯେଉଁ ଥିଲେ ଆମ ରଘୁନାଥ ମୁର୍ମୁ ତାଙ୍କର ଆଶୀର୍ବାଦର ଫଳ ହିଁ ସାର୍ ପାଇଛନ୍ତି ଆଜି। ତ ସିଏ ଦିନେ ତାଙ୍କୁ ଆଶୀର୍ବାଦ ବି କରିଥିଲେ ଯେତେବେଳେ ସେ ITI କରୁଥିଲେ ତଖତପୁରରେ ନା। ଆଜ୍ଞା ତ ସେତେବେଳେ ଗୁରୁଗଙ୍କ ଦେଖନ୍ତୁ ତାଙ୍କୁ ଆଶୀର୍ବାଦ କରିଥିଲେ ତାର ଫଳ ଏବେ ପାଇଛନ୍ତି ଯାହାର ସେ କହୁଛନ୍ତି ଯେ ତାକୁ ଟେକିଲେ ଟେକି ହେବ ନାହିଁ ସେମିତି ପୁରସ୍କାର ପାଇବ। ତାପରେ କ'ଣ କହିଲେ ଆଉ ସେଇଟା ମାନେ ଟେକିଲେ ଟେକି ହେବନି କି ତାକୁ ଇଏ କଲେ ବି ହାତ ବି ପାଇବ ହାତ ବି ଏତେ ଉଚ୍ଚ ଯେ ତାକୁ ପାଇବ ନାହିଁ। ତ ସେଇଭଳିଆ ହିଁ ପୁରସ୍କାରଟି ପାଇଛନ୍ତି। ଆଉ ସାର୍ ସେଇଟା ମନେ କରି ରଖିଥିଲେ ଯେ ପଣ୍ଡିତ ବାବୁ କ'ଣ କହି ଯାଇଛନ୍ତି। ଆଜି ଜାଣିପାରିଲେ ଯେ ପ୍ରକୃତରେ ପଣ୍ଡିତ ବାବୁ ଗୋଟେ ଦେବତା ଥିଲେ। ସେ ଆମ ଅଞ୍ଚଳ ପାଇଁ ସେ ତ ଦେବତା ଥିଲେ କାହିଁକିନା ଆମ ଅଞ୍ଚଳକୁ ଯେଉଁ ସେ ବ୍ରାଇଟ୍ ଫ୍ୟୁଚର ଦେଖେଇଛନ୍ତି ତାହା କେହି ଭୁଲି ପାରିବେ ନାହିଁ। ପୁରା ଟନ୍ଟା ଠିକ୍ ଏତେ ନାଇଁ ନାହିଁ। ଯେମିତି କ'ଣ ହେଲେ ତାପରେ ବି ମୁଁ ମାନେ କଥା ହେଉଛି କି ଶୁଣ କହିଲି ଯଦି ଗୀତ ଗାଇଲା ଆଜ୍ଞା ସେ ଯେମିତି ସ୍ୱରରେ ଗାଇଲେ ବି ସେଟା ଭଲ ସ୍ୱର ହେଇଯାଏ। ସେଇଭଳି ଆପଣ ଏଇନା ଯେଉଁ ଜାଗାରେ ଅଛନ୍ତି ଆପଣଙ୍କର ଗୀତଟା ମାନେ ସମାଜ ପାଇଁ କଲ୍ୟାଣକାରୀ ହିଁ ହେବ। ବାବୁ ବଦଲା ଜଙ୍ଗ ବାବୁ ବଦଲା ବାବୁ ବଦଲା ଜଙ୍ଗ ବାବୁ ବଦଲା ମାଦନ ନାମନା ଜଙ୍ଗ ବାବୁ ବଦଲା ବାବୁ ବଦଲା जंग बब बदला ମାଦନ ନାମନା ଏକ ଦୁଇ ଆଚ୍ଛା ଠିକ୍ ଅଛି। ତ ଫ୍ରେଣ୍ଡସ୍ ଏ ବି ଆସିଛନ୍ତି ଭାଇମାନେ ଭେଟ କରିବା ପାଇଁ ତେଣୁକରି ଆମେ ବିଦାୟ ନେଉଛୁ। ସାର୍ ନମସ୍କାର ପୁଣି ଦେଖା ହେବ। ବାପା ମୋର ଜନ୍ମ 3 ମାସ ପରେ ସେ ଆଖି ବୁଝିଦେଲେ। ମାଟା ବିଧବା ମାଟା କ'ଣ ଆଉ କହିଥାନ୍ତା ମୋ ପାଇଁ। ବହୁତ କଷ୍ଟରେ ମୁଁ ପାଠ ପଢିଛି ଯାଉ ଏତିକି ହେଲେ ବେଶୀ ନ ପଢିବି ମତେ ସେଇଟା ଖୁସି ଦିଆହଉଛି ବର୍ତ୍ତମାନ ସେଇଟା ଖୁସି ଲାଗୁଛି। ଦିନେ ଏମିତି ପଣ୍ଡିତ ରଘୁନାଥ ବାବୁଙ୍କ ପାଖରେ ଭେଟିବା ପାଇଁ ଯାଇଥିଲି। ସେ ମତେ କହିଲେ ଚରଣ ବାବୁ ଲାଗିଥା ତୋର ମୂଲ୍ୟ ପାଇବୁ ବହୁତ ବଡ଼ ମୂଲ୍ୟ ଯାହାକି ତା ହାତ ପାଇବ ନାହିଁ। ତୁ ଛାଡିବୁ ନାହିଁ କେତେବେଳେ ବି ତୁ ତୋ କାମ ତୁ ଦେଖିବୁ ଜାତିର କାମ ତୁ ରଖିବୁ ମାନ ରଖିବୁ। ମୁଁ ସେଇଟାକୁ ପାଥେୟ କରି ଆଜି ଆଗେଇଛି ତାକୁ ଲକ୍ଷ୍ୟ କରି ଯାହା ହଉ ମୁଁ ଦେଖିଲି ଏବେ ମୁଁ ଜାଣିଲି ଏଇଟା ହିଁ ଗୁରୁଗଙ୍କ ମତେ ଦିନେ କହୁଥିଲେ ତୋର ମୂଲ୍ୟ ପାଇବୁ ମୁଁ ପାଇଛି। ଯାହାକି ଆପଣ ମାନେ ଦେଖିପାରୁଛନ୍ତି ଚକ୍ଷୁରେ ଆପଣ ନିଜେ ବି କହିପାରୁଛନ୍ତି ମଫସଲ ଗାଁରୁ ମୁଁ କେମିତି ପାଇଲି କେମିତି ପାଠ ପଢିଲେ। ମୋର ପାଠ ସାର୍ ନାହିଁ ମୁଁ ପାଠ ପଢି ନାହିଁ କହିଲେ ଠିକ ହବ। କାହିଁକି ନା ମତେ ବହି ଖାତା କିଣିବା ପାଇଁ ପଇସା ନାହିଁ। ସେ ସମୟରେ ସାର୍ ଆମର ଫ୍ରି ଏଜୁକେସନ ନଥିଲା। ମତେ ସିଲେଟ ଖଣ୍ଡେ କିଣିଦେଲେ ଖଡି ନଥିବ କାଗଜ କିଣିଦେଲେ ଖାତା ନଥିବ କାଳି ଦୁଆତରେ ଆମେ ଲେଖୁଥିଲୁ ପାଠ। ଆଉ ମୁଁ ଯେତେ ହେଲେ ବି ଆଦିବାସୀ ଲୋକ ନା ମୁଁ ଓଡ଼ିଆ ପଢିବା ପାଇଁ ମୁଁ ବହୁତ କଷ୍ଟରେ ପାଠ ପଢିଛି। ଆଉ କେମିତି ବୁଝିପାରୁନଥିଲି ସାର୍ ମାନେ ସବୁ ବାହାରୁ ଆସନ୍ତି ସେ ଓଡ଼ିଆ ଲୋକ ବ୍ରାହ୍ମଣ ଲୋକ ଆଉ ଏତେ କଷ୍ଟ କରି ସାର୍ ଏଇଟା ଆଗେଇ ନେଇଛି। ସାର୍ ଏଇଟା ତ ନୀତିବାଣୀ ଭଳିଆ ଏଇଟା ଠାକୁରଙ୍କ ନୀତିବାଣୀ ଆଉ ଏଇଟା ମନ୍ତ୍ର ଭଳିଆ କାମ କରେ। ଆଉ ଏଇଟା ଆମେ ପଢିଲେ ଆମକୁ ଭଲ ମାନେ ଦେହକୁ ଫୁର୍ତ୍ତି ଲାଗେ। ସେଇଟା ମୁଁ ବ୍ୟାଖ୍ୟା କରୁଛି ସଂକ୍ଷିପ୍ତରେ। ଲେଖା ଲେଖି ଲିପି ଅଛି ବା ଉଚ୍ଚାରଣ କରିବା ପାଇଁ ଆପଣଙ୍କର ଯୋଉ ଲିପି ଅଛି ଅକ୍ଷର ଅଛି ରୋଡ ମେରା ପୁଣି ଭାଷା ବି କହିପାରୁଛୁ ରୋଡ। ତୋର ଯଦି ସେ ଲେଖାଟାକୁ ତୁ ହଜେଇ ଦବୁ ତାହେଲେ ତୋର ଭାଷାଟା ବି ହଜିଯିବ। ଧର୍ମ और मेना तमा रोड मेना तमा धर्म मेना तमा आम मेना आम तो मेना तू भी तो रहीଛୁ। फ्रेंड्स देखिपारे सारंकु देखा करबा पई केते वीडियो लागिलेनी आउ वीडियोटी मु एठी रखुची आउ वीडियोटी आपन मानकु केमती लागिले कमेंट रे निश्चय जणैबे आउ वीडियो भल लागिथिले लाइक शेयर एंड सब्सक्राइब करबा को भूलिबे नै ए ब्लॉग रे एतिकी पुनी देखा बा गोटे नेक्स्ट ब्लॉग रे।